ଘରେ ଛୁଆ ପିଲାଙ୍କୁ ଛାଡ଼ି ଘର କାମକୁ ଆସିଥିଲେ। କାମ କରି ମଜୁରୀ ନେଲେ ଛୁଆ ପିଲା ଚଳିବେ, ପେଟକୁ ଦାନା ମିଳିବ। ହେଲେ ଘରର ସେଟ୍ରିଂ ଖୋଲିଲା ବେଳେ ଘଟିଗଲା ଅଘଟଣ। ସନ୍ଧ୍ୟାରେ ଫେରିଲେ ଘରକୁ ବାହୁଡ଼ିବା ଶ୍ରମିକଟି ସବୁଦିନ ପାଇଁ ଦୁନିଆରୁ ବାହୁଡ଼ିଗଲା। ଏମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କର୍ପୁର ନୂଆ ଗାଁରେ। ଗ୍ରାମର ସୁଆ ବେହେରାଙ୍କ ଘର ଉପର ଛାତର ସେଟ୍ରିଂ ବାହାର କରିବାକୁ ଆସିଥିଲେ ଦୁଇ ଶ୍ରମିକ। ଛାତରୁ ସେଟ୍ରିଂ ଖୋଲିଲା ବେଳେ ଅଚାନକ ସେଟ୍ରିଂ ସହ ସ୍ଲାବ୍ ଖସିଯିବାରୁ ଦୁଇ ଶ୍ରମିକ ଗୁରୁତର ହୋଇଥିଲେ। ଗୁରୁତର ଶ୍ରମିକଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ମୃତ ଶ୍ରମିକ ଦୁଇ ଜଣ ହେଲେ ଭେଟନାଇ ଗ୍ରାମର ନିରଞ୍ଜନ ମହାନ୍ତି, ବାଲିମେଳା ଗ୍ରାମର ଖଦାଳ ସେଠୀ। ତେବେ ନିର୍ମାଣାଧୀନ କୋଠାର ସ୍ଲାବ୍ରେ ସପୋର୍ଟିଂ କମଜୋର ଥିବାରୁ ଏହିପରି ଦୁର୍ଘଟଣା ଘଟିଛି। ମୃତ ଶ୍ରମିକ ନିରଞ୍ଜନ ମହାନ୍ତିଙ୍କ ବୟସ ମାତ୍ର 38 ବର୍ଷ ହୋଇଥିବା ବେଳେ ତାଙ୍କର ସ୍ତ୍ରୀ ଓ ଗୋଟେ 2 ବର୍ଷର ଝିଅ ଅଛି। ମୃତ ଖଦାଳ ସେଠୀଙ୍କ ବୟସ 62 ବର୍ଷ ହୋଇଥିଲା ବେଳେ ତାଙ୍କ ପରିବାରରେ ସ୍ତ୍ରୀ ସହ 2 ପୁଅ 3 ଝିଅ ଅଛନ୍ତି। ଉଭୟ ଅସହାୟ ଓ ଗରିବ ଶ୍ରେଣୀର ହୋଇଥିବା ବେଳେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ତାଙ୍କ ବିନା ପୁରା ପରିବାର ଅସହାୟ ହୋଇପଡ଼ିଥିବା ବେଳେ ସରକାରଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ। ଅପରପକ୍ଷରେ ମୃତକଙ୍କ ପରିବାରକୁ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ ଶବ ସତ୍କାର ପାଇଁ 30 ହଜାର ଟଙ୍କା ସହାୟତା ରାଶି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି। ଅନ୍ୟପଟେ ଘଟଣାକୁ ନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ଘର ମାଲିକ ଓ କଣ୍ଟ୍ରାକ୍ଟରକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲିସ। କର୍ପୁର ନୂଆ ଗାଁ ଆସିଥିଲେ କାମ କରିବା ପାଇଁ, କାମ କରୁଥିଲେ ଏମିତି ତାଜା ସେଟ୍ରିଂ ଖୋଲୁଥିଲେ। ସେ ତାଜା କ'ଣ କେମିତି କରିଥିଲେ ଆମେ ଜାଣିନୁ। ସେଟ୍ରିଂ ଖୋଲା ହେଲା ସେ ତାଜା ସହ ପୁରା ତଳକୁ ଖସିକି ପଳେଇ ଆସିଲା। ନା ସେ ଗୋଟେ 15-20 ଦିନ ହେଲାଣି ସେ ତାକୁ ପକେଇକି ରଖିଥିଲେ। ମାନେ ଖୋଲିଲା ମାନେ ଖସିଗଲା ସେ ପୁରା। 3-4 ବର୍ଷ ହେଲା ଆସିକି କାମ କରିବାର ସବୁଆଡେ ବୁଲୁଛନ୍ତି, କାମ କରୁଛନ୍ତି। କ'ଣ କରିବେ ଗରିବ ଲୋକ, ଆଉ କ'ଣ କରିବେ। ଏମିତି ଦୁର୍ଘଟଣା ହେଇଗଲା। କିଛି ନାହିଁ, ପରିବାର କ'ଣ ଅଛି, କିଛି ସାହାଯ୍ୟ ମିଳିଲେ କିଛି ହେଇପାରିବ, କିନ୍ତୁ କିଛି ବି ନାହିଁ। ହେଲେ ଯଦି ଥାନ୍ତା ବୋଲେ ଆସିକି ଖଟିଥାନ୍ତେ କି ବାହାରେ। ଦୋଷ ବୋଲେ କାହାକୁ ଦେବା, ଏମିତି ମାନେ ଖସିଲା ଉପର ବାଲା ହାତରେ। ଆମେ କ'ଣ ଜାଣିକି କ'ଣ ଅଛୁ କି ଏମିତି ହବ ବୋଲି। ସରକାର ତରଫରୁ କିଛି ସହାୟତା ମିଳିବ ବୋଲେ କିଛିଟା, ସେଟା ହିଁ ଆମେ ଚାହୁଁଛୁ। ଏ ପରିବାର ଚଳେଇବା ପାଇଁ ମାନେ ତାଙ୍କେ ଥିଲେ। ଏବେ 2ଟା ପୁଅ ମାନେ ବି ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ପୁଅ ମାନେ ବି ପାଖରେ କେହି ବି ନାହାନ୍ତି। ସରକାର ତରଫରୁ କିଛି ସହାୟତା ମିଳିଲେ ତାଙ୍କୁ କିଛି ସହାୟତା କରିବେ। ମୋ ନାଁ ଟୁଲୁ ଜେନା, ଭେଟନାଇ ଗ୍ରାମ ପଞ୍ଚାୟତ। ମୁଁ ଶୁଣିବାକୁ ପାଇଲି ଆଜି ଦିନ 3ଟା ବେଳକୁ ସେ ତ ଶ୍ରମିକ ଶ୍ରେଣୀ, ସେଠି ମିସ୍ତ୍ରୀ ଭାବେ କାମ କରନ୍ତି। ତାଙ୍କୁ ସେ ଯେଉଁ କର୍ପୁର ନୂଆ ଗାଁ ଆସିକା ନିକଟସ୍ଥ ସେ ସୁଆ ବେହେରାଙ୍କ ଘର ସେଠି ବାହାର କଲା ସମୟରେ ସେ ଯେଉଁ ସ୍ଲାବ୍ ତାଜା ସ୍ଲାବ୍ ପଡ଼ି ସେ ମୃତ୍ୟୁବରଣ କରିଥିବାରୁ ଆମେ ଶୁଣିବାକୁ ପାଇଲୁ। ଆମେ ଆସି ମେଡ଼ିକାଲ ଦେଖିଲାକୁ ସେଇ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଆମେ ସରକାରଙ୍କ ପାଖରେ ଦାବି ଜଣାଇବାକୁ ଚାହୁଁଛେ, ଯେହେତୁ ସେ ଗରିବ ଶ୍ରେଣୀ ଅଟନ୍ତି, ପ୍ରତିଦିନ ଆଣି ତାଙ୍କ ପରିବାର ପୋଷଣ କରୁଥିଲେ। ଯେଉଁ 2 ଜଣ ଶ୍ରମିକ ଆମ ଭେଟନାଇ ପଞ୍ଚାୟତର ନିରଞ୍ଜନ ମହାନ୍ତି ଏବଂ କୁଲାଗଡ଼ର ଖଦାଳ ସେଠୀ। ତେଣୁ ପ୍ରଶାସନ ତରଫରୁ ଯଦି ତାଙ୍କ ପରିବାର ପ୍ରତି କିଛି ଆର୍ଥିକ ସହାୟତା ତାଙ୍କ ପରିବାର କରିପାରିଥାନ୍ତେ, ଯେହେତୁ ସେମାନେ ପ୍ରତିଦିନ ଆଣିଲେ ତାଙ୍କ ପରିବାର ଚଳୁଥିଲେ। ନାଇଁ ମୁଁ ଶୁଣିବାକୁ ପାଉଥିଲି ତାଙ୍କେ ଖୋଲୁଛନ୍ତି, ଯେହେତୁ ଉପର ତାର ଇଟା ଯୋଡ଼ି ଉପର ଲେଭେଲ ହେଇନି, ଯେହେତୁ କିଛି ଉପର ଲୋଡ୍ ନଥିଲା, ସେଠି ବାହାର କଲା ପରେ ସେ କେଉଁଠି ତାଙ୍କ ଉପରେ ମାଡ଼ି ବସିବ। ଦୋଷ ତ ଦିଆଯିବ ସେଇ ଘର ମାଲିକ କି ଯେଉଁ ମିସ୍ତ୍ରୀ କାମ କରିଥିଲେ ସେମାନଙ୍କର ଦୋଷ। ଆଉ ଆଙ୍କେ ତ ଲେବର ଶ୍ରେଣୀରେ ଆଙ୍କେ ଯେଉଁ କଣ୍ଟ୍ରାକ୍ଟର ଯିଏ ଯାହା ତରଫରୁ କାମ କରୁଥିଲେ ତାଙ୍କ ବାହାର କରିଲେ ଆଙ୍କେ କରିବେ। ତାଙ୍କର ଆଉ କ'ଣ ଆଙ୍କେ ଜାଣିଥିଲେ, ଆଙ୍କେ କ'ଣ ଜାଣି କିଏ ମରିବା ପାଇଁ କାମ କରିବାକୁ ଯାଇଥିଲେ। ପେଟ ପୋଷିବା ପାଇଁ ଯେହେତୁ କାମ କରିବାକୁ ଯାଇଥିଲେ, ସେମାନେ କ'ଣ ଜାଣିଥିଲେ କି ଆମେ ଆଜି ଆମର ଶେଷ ଦିନ ହେବ ବୋଲି। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।